ଜୟ ହିନ୍ଦ ଭାରତ। ଜୟ ହିନ୍ଦ ଭାରତ। ଆଜି ଆମେ ଓଡ଼ିଆ ଅପସନାଲର ନୂତନ ପାଠ୍ୟକୋଷଟା ବା ସିଲାବସ୍କୁ ବୁଝିବା। ସିଲାବସ୍ କ'ଣ ନା ପ୍ରଥମ ସିଲାବସ୍ ନ ବୁଝିବା ପୂର୍ବରୁ ପାଠକୁ ଆରମ୍ଭ କରିବା ମୂର୍ଖାମି ଛଡ଼ା ଅନ୍ୟ କୌଣସି ନୁହେଁ। ତେଣୁକରି ଆମେ ପାଠକୁ ଭଲ ଭାବେ ବୁଝିବା, ସିଲାବସ୍କୁ ଆନାଲାଇଜ୍ କରି ସାରିଲା ପରେ ପାଠ ଷ୍ଟାର୍ଟ କଲେ ଭଲ ହେବ ବୋଲି ମୋର ଆଶା। ତ ଦେଖନ୍ତୁ, ଏହିପରି ଭାବରେ ରହିଛି ଏଇଟା ସିଲାବସ୍, ଯେଉଁଟାକି ପ୍ରଥମ ଏକକ ପରଶୁରାମ ଭେଟ ସରହ ସୁନ୍ଦରୀ ଧୀରି ରାଧା କର ଧରି ଉଠନି ସେ ପାହିଲା ତାକୁ କି କଥା ଗୋ, ଏଗୁଡ଼ା ସବୁ CHSC ଏକ୍ଜାମ୍ରେ ଆସିବ ହେଲା। ଏଗୁଡ଼ା କ'ଣ ହେବ ନା CHSC ଏକ୍ଜାମ୍ରେ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଏକ୍ଜାମ୍ରେ ସବୁ ପଡ଼ିବ। ବୁଝିହେଲା। ପରଶୁରାମ ଭେଟ ସରହ ସୁନ୍ଦରୀ ଧୀରେ ରାଧା କର ଧରି ଉଠନି ସେ ପାଇଲା ତାକୁ କେଲି ଦେବ, ଏଗୁଡ଼ାକ ସବୁ କ'ଣ କରିବ ନା ବୋର୍ଡ଼ ଏକ୍ଜାମ୍ରେ ପଡ଼ିବ। ଆଉ ବାକି ରହିଲା ନିର୍ବାସିତର ବିଲାପ ବା ଦ୍ୱିତୀୟ ଏକକ ନା। ଦ୍ୱିତୀୟ ଏକକରେ ନିର୍ବାସିତ ବିଲାପ, ଚମ୍ପାବତୀ ରାଜକନ୍ୟାର ସପନ, ସାବରମତୀର ମହାମାନବର ଚରଣ ତଲି, କମଲପ୍ରତି, ସଞ୍ଜୟ ଏବଂ ଧୃତରାଷ୍ଟ୍ର, ଏଗୁଡ଼ାକ ଇଣ୍ଟରନାଲ୍ ଏକ୍ଜାମ୍ରେ ପଡ଼ିବ, ଯେଉଁଠିକି କଲେଜ ଲେଭେଲରେ ଏକ୍ଜାମ୍ ହୁଏ ହେଲା। ଇଣ୍ଟରନାଲ୍ ଏକ୍ଜାମ୍ରେ ଏଗୁଡ଼ାକ ପଡ଼ିବ। ମାନେ ଏହି ପାଠକୁ ବା ଏହି 5ଟି ପାଠକୁ ବର୍ତ୍ତମାନ ଦେଖ ନାହିଁ, କାହିଁକିନା ଏଗୁଡ଼ାକ ପରୀକ୍ଷା ମାନେ 30 ଦିନ ଆଗରୁ ଦେଖିଲେ ମଧ୍ୟ ଆରାମସେ ହୋଇଯିବ ହେଲା। ତ ଏଗୁଡ଼ାକୁ ଆରମ୍ଭ କର ନାହିଁ। ପରଶୁରାମ ଭେଟ ଏଗୁଡ଼ାକୁ ଆମେ ବର୍ତ୍ତମାନ ପଢ଼ିବା, ବୁଝିଲା। ତ ଏଇ 5ଟି ହେଉଛି ଇଣ୍ଟରନାଲ୍, ବୁଝିଲା ନା। କଲେଜ ଲେଭେଲରେ ଏକ୍ଜାମ୍ ହେବ, ଏଇ 5ଟି କଲେଜରେ ଏକ୍ଜାମ୍ ହେବ। ଏଇଟା ସାର୍ମାନଙ୍କ ହାତରେ, ସାର୍ ଏବଂ ମ୍ୟାମ୍ମାନଙ୍କ ହାତରେ, ବୁଝିଲା। ତ ଆସିଲା ତୃତୀୟ ଏକକରେ ଯିବ ଆଧ୍ୟାତ୍ମିକ ଭିତ୍ତି ପ୍ରବନ୍ଧ। ତ ଟିକେ ଛାଡ଼ି ଦେଇଛି, ବୁଝିଲ। ଆଧ୍ୟାତ୍ମିକ ଭିତ୍ତି ପ୍ରବନ୍ଧ ଏଇଟା ହେବ CHSC କାଉନସିଲ୍ ଅଫ୍ ଏକ୍ଜାମ୍ରେ ପଡ଼ିବ, ବୁଝିଲା। ଆଧ୍ୟାତ୍ମିକ ଭିତ୍ତି ସତ୍ୟମେବ ଜୟତେ, ସମାନତା ସ୍ୱାଧୀନତା ଭାତୃତ୍ୱ ଏବଂ ଛୋଟ ହିଁ ସୁନ୍ଦର, ଏଇ 4ଟି ମଧ୍ୟ ପ୍ରବନ୍ଧ CHSC ଏକ୍ଜାମ୍ରେ ପଡ଼ିବ, ବୁଝିଲା। ମାନେ ଉପରେ ଦେଇଥିବା 5ଟି ଏବଂ ଏହା 4ଟି କେତେ ହେଲା? 7ଟି, 5 4 9ଟି, କେତେ ନା 9ଟି ହେଲା। ତ ବୁଝିଲା ନା କେଉଁଟା? ଆଧ୍ୟାତ୍ମିକ ଭିତ୍ତି ଏବଂ ସତ୍ୟମେବ ଜୟତେ, ସ୍ୱାଧୀନତା ସମାନତା ଭାତୃତ୍ୱ ଏବଂ ଛୋଟ ହିଁ ସୁନ୍ଦର, ଏଗୁଡ଼ାକ ସବୁ ବୋର୍ଡ଼ରେ ପଡ଼ିବ। ତାପରେ ଆସିଲା ଆମ ଚତୁର୍ଥ ଏକକ। ଚତୁର୍ଥ ଏକରେ କ'ଣ ନା, ଏହା ହେଉଛି ଗଳ୍ପ ବିଭାଗ ଏଇଟା, ବୁଝିଲା। ଏଇଟା ହେଉଛି କ'ଣ ନା, ଏହା ହେଉଛି ଗଳ୍ପ ବିଭାଗରେ ଆମକୁ ପଢ଼ିବାକୁ ପଡ଼ିବ ପକ୍ଷାଘାତ, ମା ଆସିଲେଣି, ମେଡ଼ିକାଲ କଲେଜରେ ମିଳିଛନ୍ତି ବାଉଁଶରାଣୀ, ଏଗୁଡ଼ିକ ସମସ୍ତ ପଢ଼ିବାକୁ ପଡ଼ିବ। ଏହା ହେଉଛି ଗଳ୍ପ, ବହୁତ ସହଜ, ମୁଁ ତୁମକୁ ପଢ଼େଇ ଦେବି ହେଲା। ବହୁତ ସହଜ, ଇଜିଲି ତୁମେ ଏହାକୁ ବୁଝିପାରିବ ହେଲା। ତାପରେ ଆସିଲା ପଞ୍ଚମ ଏକକ, ଏଠି ଛାଡ଼ି ଦେଇଛି ନା। ଏଠି କ'ଣ କରିବି, ଏକକ
पंचम एকক है पंचम एকক कौन पढ़ा पड़ो पंचम एকক पंचम एকক अलंकार संधि एवं उपसर्ग को आम पढ़ा हूँ व्याकरण विभाग ये व्याकरण विभाग बुझीगला ना ए विभाग को मध्य भल भाव बुझा है विभाग को आम भल भाव बुझा तो मोर थी भावना था कि सिलेबस को प्रथमे एनालाइज कर सारा पाठ आरंभ कले भल माने भल बुझी हे तेणुक मु सिलेबस को प्रथम आनी देख प्रथम एকক 5टी द्वितीय तो यहाँ इंटरनाल यहाँ हूँ सब इंटरनाल बुझीगला ये सब कौन हो इंटरनाल सब जीव इंटरनाल ये 5टी एवं तृतीय एকক जो 4टी यहाँ सब सीएचएससी पड़ो और चतुर्थ एকক 1 2 3 4 ये 4टी बोर्ड पड़ो एवं ग्रामर सब बुझा तो रही भारत की एकता जिंदाबाद।